ହ୍ୟାଲୋ ସାଙ୍ଗମାନେ, ଜୟ ଜଗନ୍ନାଥ। ତ ଆଜିର ଦେଖନ୍ତୁ କି ସୁନ୍ଦର ଭିଡ଼ିଓଟି ରହିଛି। ଯେମିତିକି ଆମର ପୁରୁଣା ନାଇଟିକୁ ଆମେ ଯେତେବେଳେ ବି ଆମେ ବ୍ୟବହାର ନ କରିଥାଉ, ତ ତାର କଲର୍ ଛାଡ଼ି ଯାଇଥାଏ। ତ ଏମିତିରେ କି ବେକାରରେ ପଡ଼ି ରହିଥାଏ। ତ ତାକୁ ଆମକୁ ଦେଖନ୍ତୁ ବହୁତ ହି ସୁନ୍ଦର କାମରେ ଆମେ ଲଗେଇ ପାରିବା। ଯେମିତିକି ଦେଖନ୍ତୁ ଯୋଉ ନାଇଟିଟା ଆପଣଙ୍କର ଏମିତିକି ଜମା ବି ବ୍ୟବହାର ନ ହେଉଛି, ତ ପସନ୍ଦ ଲାଗୁନାହିଁ, ତାହେଲେ କି ଆମେ ଖୁବ୍ ସହଜରେ ଘରେ ବହୁତ ହି ସୁନ୍ଦର ଭାବରେ ବନେଇ ପାରିବା। ତ ଦେଖନ୍ତୁ ମୁଁ ଏଠି ଫାର୍ଷ୍ଟ କି ତ କାଟି ନେଇଛି, ତ ଯାହାକି ଏଇଠି ପୁରା କଲର୍ ଫେଡ୍ ହେଇଯାଇଛି। ତ ସେଇ ନାଇଟିଟାକୁ ଆମେ ଆକୁ ମୁଁ ଯାହାକି ତଳ ପାଖରେ ପୁରା ଘେର ଟାଇପ୍‌ରେ ଥିଲା। ତ ସେଇ ସାଇଡ଼୍‌କୁ ମୁଁ ଏମିତି ତଳକୁ କାଟି ନେଲି। କାଟି ନେଇଛି ଠିକ୍ ମାପରେ। ତ ଏତିକି ମାପରେ କାଟି ସାରିଲା ପରେ କି ଆମେ ଆକୁ କଣ କରିବା ନା, ତ ଦେଖନ୍ତୁ ଏମିତି କାଟି ନେଲି। କାଟି ନେଇ ସାରିଲା ପରେ ଆକୁ ଆମକୁ ଏମିତି ସାଇଡ଼୍‌ରେ କି ମୋଡ଼ି ନେଲି। ମୋଡ଼ି ନେଇ ସାରିଲା ପରେ ଦେଖନ୍ତୁ ଏମିତି ଆମେ ମୋଡ଼ି ନବା। ମୋଡ଼ି ସାରିଲା ପରେ କି ତାକୁ ଯାହାକି ବହୁତ ହି ସହଜରେ ଏମିତିକି ଆମେ ବନେଇ ପାରିବା। ଯେଉଁମାନେ ବି ଏମିତିକି ସିଲେଇ ନ ଶିଖିଛନ୍ତି, ତ ଆରାମସେ ଘରେ ତ ବନେଇ ପାରିବେ ଖୁବ୍ ସହଜରେ ଆଉ ବହୁତ ହି କମ୍ ସମୟରେ। ବେକାର ପଡ଼ିଥିବା ଏମିତି ନାଇଟିରେ କି ଆମେ ବହୁତ ହି ସୁନ୍ଦର ଜିନିଷ ବନେଇ ପାରିବା ଆଉ ବହୁତ ହି ୟୁଜଫୁଲ୍ ବି ହେବ ଆମ ପାଇଁ ସେ ଜିନିଷଟି। ତ ଏମିତି ଦେଖନ୍ତୁ ଏମିତି ସାଇଡ଼୍‌ରେ ମୋଡ଼ି ସାରିଲା ପରେ ଏମିତି ତାକୁ ଟିକେ ମୋଡ଼ି ନବା। ଭଲ ଭାବରେ କି ମୋଡ଼ି ନବା। ମୋଡ଼ି ନେଇକି ତାକୁ ଆମକୁ ସିଲେଇ କରିବାକୁ ହବ। ଯେମିତି ମୋଡ଼ି ମୋଡ଼ି ସିଲେଇ କଲେ ତ ଟିକେ ଷ୍ଟ୍ରଙ୍ଗ ରହିବ। ତାକୁ ଏମିତି ଲାଇନ୍ କରିକି ପୁରା ଫାର୍ଷ୍ଟରୁ ପୁରା ଲାଷ୍ଟ ଯେତିକି ବଡ଼ ଅଛି, ତ ସେତିକି ବଡ଼ ଆମେ ସିଲେଇ କରି ନବା। ଏଇଠି ଦେଖନ୍ତୁ ଆମକୁ ତ ଫାର୍ଷ୍ଟରୁ ପୁରାପୁରି ଲାଷ୍ଟ ପର୍ଯ୍ୟନ୍ତ ଆମକୁ ଏମିତି ଭଲ ଭାବରେ ମୋଡ଼ି ନବା। ମୋଡ଼ି ସାରିଲା ପରେ କି ଆମେ ଏମିତିରେ କି ଆକୁ ସିଲେଇ କରିନେବା। ତ ଦେଖନ୍ତୁ ଏଇ ଟାଇପ୍‌ର ଆମେ ଆକୁ ଯେମିତିକି ସିଲେଇ କରୁଛେ, ତ ଠିକ୍ ସେମିତି ଭାବରେ କି ଆମକୁ ସିଲେଇ କରିନେବାର ଅଛି। ତ ଏମିତି ଭାବରେ ଆମେ ଦେଖନ୍ତୁ ପୁରା ଲାଷ୍ଟ ପର୍ଯ୍ୟନ୍ତ ଆମକୁ ପୁରା ସିଲେଇ କରିନେଲେ। ଯୋଉ ଟାଇପ୍‌ରେ ଆମେ ସିଲେଇ କରିଥିଲେ ଦେଖିଲେ, ତ ସେମିତିରେ କି ଆମେ ସିଲେଇ କରିନେବା। ସିଲେଇ କରିସାରିଲା ପରେ କି ଏଠି ଲାଷ୍ଟ ପର୍ଯ୍ୟନ୍ତ ଆମକୁ କଣ କରିବାକୁ ହବ ନା, ତ ଦେଖନ୍ତୁ ଏଇଥିରେ ପୁରା ଗୋଟେ ସାଇଡ଼୍‌କୁ ଆମେ ଜଏଣ୍ଟ କରିନେଲେ। ତାପରେ ଆକୁ ଆମକୁ ଏଇଥିରେ ଦେଖନ୍ତୁ ଏଇ ଟାଇପ୍‌ରେ ଆମକୁ ସିଲେଇ କରିବାର ଅଛି। ତାପରେ ତ ଆଉ ଗୋଟେ ଏମିତି ସାଇଡ଼୍‌କୁ ତ ଏମିତି ସିଲେଇ କରିନେବା। ତାପରେ କି ଆମେ ଆକୁ କଣ କରିବା ନା, ତ ଦେଖନ୍ତୁ ପୁରା ସିଲେଇ କରି ନେଇକି ଆମକୁ ପୁରା ଟାଇଟ୍ କରିକି ପୁରା ଟାଣିକି ଏମିତି ତାକୁ ଭଲ ଭାବରେ ପୁରା ଟାଣିକି ଟାଇଟ୍ କରିନେବା। ଯାହାକି ସେ ପୁରା କୁଞ୍ଚେଇ ହେଇକି ରହିବ। ତ ତାପରେ ଆମେ ଆକୁ ଏମିତିରେ କି ଦେଖନ୍ତୁ ତାପରେ ଆଉ ଟିକେ ଯେମିତିକି ପୁରାପୁରି ଭଲ ଭାବରେ ଏମିତି ଗଣ୍ଠିଟି ଲଗେଇ ନେବାର ଅଛି। ପୁରା ଟାଇଟ୍ କରିକି ଏମିତି ତାକୁ ଲାଷ୍ଟକୁ ଏମିତି ସାଇଡ଼୍‌କୁ ଗୋଟେ ସାଇଡ଼୍‌କୁ ଏମିତି ତ ଆମେ ସିଲେଇ କରିନେଲେ ଦେଖିଲେ। ତ ସେଇ ଟାଇପ୍‌ରେ ଆମେ ଆକୁ ସିଲେଇ କରିସାରିଲା ପରେ ତ ଦେଖନ୍ତୁ ବହୁତ ହି ସହଜ, ବହୁତ ହି କମ୍ ସମୟରେ ବହୁତ ହି ବଢ଼ିଆ ଜିନିଷଗୁଡ଼ିକ ଯେମିତିକି ଫ୍ରିରେ ଆପଣଙ୍କର ତ ବନିଯିବ। ତ ଏମିତି ହେଇସାରିଲା ପରେ ତାପରେ କି ଆଉ ଗୋଟେ ସାଇଡ଼୍‌କୁ ଦେଖନ୍ତୁ ତ ସେପଟ ସାଇଡ଼୍‌ଟା ଏମିତି ହେଇଗଲା। ତ ତାପରେ ଆମକୁ ସିଧା କରି ନେଇକି ଆମକୁ କଣ କରିବାକୁ ହବ ନା, ଏଇ ଟାଇପ୍‌ରେ ଆମକୁ ମୋଡ଼ି ନେଲେ ତ ପାଖରେ ଆଉ ଗୋଟେ ଦେଖନ୍ତୁ ଏମିତିରେ କି ତାକୁ ମୋଡ଼ି ନେବା। ମୋଡ଼ି ସାରିଲା ପରେ କି ତ ତାକୁ ଦେଖନ୍ତୁ ଏଇ ଟାଇପ୍‌ରେ ଆମେ ଆକୁ ଏମିତି ମୋଡ଼ିକି ରଖିବା। ମୋଡ଼ିଲେ କି ତାକୁ ସାଇଡ଼୍‌ରେ ପୁରା ଏମିତି ରାଉଣ୍ଡ କରିକି ଭଲ ଭାବରେ ତାକୁ ବି ପୁରାପୁରି ଲାଷ୍ଟ ପର୍ଯ୍ୟନ୍ତ ଏମିତି ସିଲେଇ କରିନେବା। ଆଉ ଟିକେ ସାଇଡ଼୍‌ରେ ଏମିତିକି ଫାଙ୍କା ରଖିଥିବା। ତ ଏଇ ଦେଖନ୍ତୁ ଆମକୁ ତ ଏମିତି କୌଣସି ଗୋଟେ ଏମିତି ତ ରବର୍ ଟାଇପ୍‌ରେ ତ ତାକୁ ଏମିତି ଆମକୁ ସେଫ୍ଟି ପିନ୍‌ରେ ଲଗେଇକି ଆମକୁ କଣ କରିବାକୁ ହବ ନା, ତ ସେଠି ଯାହାକି ଯେମିତିକି ସୂତାଗୁଡ଼ିକ ଲାଗିଥାଏ, ତ ସେଇ ଟାଇପ୍‌ରେ ଆମକୁ ଲଗେଇ ନେବା। ଯାହାକି ତ ଇଏ ପୁରାପୁରି ଆମକୁ ଏମିତି ସିଧା କରିନେବା। ଦେଖନ୍ତୁ ତାପରେ ଆମେ ତାକୁ ସୁଲଟେଇ ନେବା। ତ ଆପଣ ଜାଣିପାରୁଥିବେ କଣ ବନିଲା। ତ ଆପଣଙ୍କର ଯେମିତିକି ଲମ୍ବା ତକିଆ ଗୁଡ଼ିକ ଆମେ ରଖିଥାଉ। ତ ତାର କଭରଟି ବହୁତ ହି ବଢ଼ିଆ ଭାବରେ କି ବନିଗଲା। ତ ଏଇ ଦେଖନ୍ତୁ ପୁରାପୁରି ଏମିତି ମାପରେ ଫାର୍ଷ୍ଟ ଟିକେ ତାକୁ ମାପି ନେବେ। କୋଉ ଟାଇପ୍‌ର ଏମିତି ତକିଆଟି ଯେତିକି ବଡ଼ ଅଛି, ତ ସେତିକି ବଡ଼ ସାଇଜ୍‌ରେ କି ଆମେ ଆକୁ ତ ତକିଆର କଭରଟି ଦେଖନ୍ତୁ ଏମିତି ଲମ୍ବା ତକିଆରେ କଭରଟି ବହୁତ ହି ବଢ଼ିଆ ଭାବରେ ବନିଗଲା। ଆଉ ଭଲ ବି ଲାଗିବ। ଆଉ ବହୁତ ହି ସୁନ୍ଦର ବି ଏମିତିକି ରହିବ। ଯାହାକି ଆପଣଙ୍କର ଏମିତି ତକିଆ କଭରଟେ ବହୁତ ହି ବଢ଼ିଆ। ଯଦି କେଉ ଟିକେ ବଡ଼ ରହୁଛି ତାହେଲେ ଆଉ ଟିକେ ସାଇଡ଼୍‌ରେ ଏମିତି ବଡ଼ ହେଇଯାଉଛି, ତାହେଲେ ମୋଡ଼ିକି ଏମିତିକି ଆଉ ଟିକେ ଭିତରକୁ ସିଲେଇ କରିଦେବେ। ତାର ସୂତାଟିକୁ ଏମିତିକି ତ ଲଗେଇ ନେବା। ଦେଖନ୍ତୁ ଏଇଠି ଏମିତି ଲଗେଇ ସାରିଲା ପରେ କି ତ ତ ଏଇ ଟାଇପ୍‌ର ଆମର ଯାହାକି ଲମ୍ବା ତକିଆ ଗୁଡ଼ିକରେ ତ ଏଇ ଟାଇପ୍‌ର ଆମର ବନେଇକି ତ ରଖିପାରିବେ। ଦେଖନ୍ତୁ ଦେଖିବାକୁ ବି ଭଲ ଲାଗିବ, ବିଲକୁଲ ହିଁ ଜଣା ପଡ଼ିବନି। ଆଉ ବହୁତ ହି ବଢ଼ିଆ ଭାବରେ କି ଏମିତି ଆପଣଙ୍କର ତକିଆର କଭରଟେ ବନିଯିବ।
ଯାହାକି ବହୁତ ହି କମ୍ ସମୟରେ ଆଉ ସୂତାଟିକୁ ଦେଖନ୍ତୁ ଟିକେ ଲମ୍ବା ରହିଛି, ତାହେଲେ କି ଆପଣ ଆଉ ଟିକେ କାଟି ନେବେ। ଯଦି କି ବଡ଼ ଥିବ ତ ସେଇ ମାପରେ ଏମିତିକି ତାକୁ ବନେଇ ନେବେ। ବନେଇ ସାରିଲା ପରେ ଦେଖନ୍ତୁ ଏ ପୁରାପୁରି ବଢ଼ିଆ ଭାବରେ କି ତ ତକିଆର କଭରଟି ବନିଗଲା। ତ ଏମିତି ପୁରୁଣା ନାଇଟିରେ ବନେଇ ପାରିବେ। ତ ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ। ଯଦି ଭଲ ଲାଗିଥିବ ତାହେଲେ ଲାଇକ୍ କରିଦେବେ। ଆପଣମାନେ ଯଦି ଚ୍ୟାନେଲରେ ନୂଆ ଥିବେ ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ରହିଲି ଜୟ ଜଗନ୍ନାଥ। ପୁଣି ଦେଖା ହବ ଆଉ ଗୋଟେ ନୂଆ ଭିଡ଼ିଓରେ।